ନିଜର ଜନ୍ମଦିନକୁ କିଏ କେକ୍ କାଟି ସେଲିବ୍ରେସନ କରନ୍ତି ତ ଆଉ କିଏ 5 ଷ୍ଟାର ହୋଟେଲରେ ଗ୍ରାଣ୍ଡ ପାର୍ଟି ଆୟୋଜନ କରି ଜନ୍ମଦିନକୁ ଧୁମଧାମରେ ପାଳନ କରିଥାନ୍ତି। ହେଲେ ଜଣେ ଯୁବ ଉଦ୍ୟୋଗୀ ଦେବଜ୍ୟୋତି ଦାସ ମହାପାତ୍ର ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜନ୍ମଦିନରେ ଆୟୋଜନ କରିଛନ୍ତି ରକ୍ତଦାନ ଶିବିର। ବାଲେଶ୍ୱର ଅଗ୍ରଣୀ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ସଂସ୍ଥା ଓଡିନେଟ୍ ଇନଫୋକମର ନିର୍ଦ୍ଦେଶକ ହେଉଛନ୍ତି ଦେବଜ୍ୟୋତି ଦାସ ମହାପାତ୍ର। ବୁନ୍ଦାଏ ରକ୍ତ ଅଭାବରୁ କାହାରି ମୂଲ୍ୟବାନ ଜୀବନ ନ ଯାଉ ସେହି ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ସହଯୋଗ କରିଥିଲେ ଓଡିନେଟ୍, ରୋଟାରୀ କ୍ଲବ ବାଲେଶ୍ୱର ଅଂଶୀ, ଅଖିଳ ଭାରତୀୟ ମାରବାଡ଼ି ମହିଳା ସମ୍ମେଳନ, ନ୍ୟୁଟ୍ରି ଫ୍ୟୁଚର ଜେନେରାଲି ଟୋଟାଲ ଇନ୍ସୁରାନ୍ସ ସଲ୍ୟୁସନ, ଦି ମ୍ୟାଜିକ୍ ଅଫ୍ ରୋଟାରୀ। ପୂର୍ବରୁ ଦେବଜ୍ୟୋତି ନିଜ ଝିଅଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ ସହ ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବା ସହ ସମାଜସେବା କାର୍ଯ୍ୟ ହାତକୁ ନେଇଥାନ୍ତି। ମୁଁ ଏଟାକୁ ସେକେଣ୍ଡ ମୋର ଥାର୍ड ଟାଇମ୍ ହେଇଗଲା। ପ୍ରଥମେ ମୋର ବାର୍ଥଡେରେ କରିଥିଲି, ତାପରେ ମୋ ଝିଅର ବାର୍ଥଡେରେ କରିଥିଲି, ତାପରେ ଏଇଟା ପୁଣି ଆଉ ଥରେ ମୋର ବାର୍ଥଡେରେ କରୁଛି। ବାର୍ଥଡେରେ ଆମ କ'ଣ ହେଉଛି କି ସମସ୍ତେ ଯେତିକି ଯୁବପିଢ଼ି ଅଛନ୍ତି ସମସ୍ତେ ତାଙ୍କର ବାର୍ଥଡେକୁ ହୋଟେଲରେ ମୌଜ ମସ୍ତିରେ ପାଳନ କରୁଛନ୍ତି। ଆମ ଦେଶରେ ରକ୍ତର ବହୁତ ଅଭାବ ଅଛି, ତେଣୁ ମୁଁ ଏଇଟା ଗୋଟେ ଲାଷ୍ଟ 2 ଇୟର୍ସ ହେଲା ପ୍ଲାନ୍ କରିଛି କି ମୋର ବାର୍ଥଡେରେ ମୁଁ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରି କିଛି ବ୍ଲଡ଼ ଯୋଗାଡ଼ କରିବି। ମୁଁ ସବୁ ଯୁବପିଢ଼ି ଆଉ ତାଙ୍କର ପ୍ୟାରେଣ୍ଟସ୍ମାନଙ୍କୁ ଏଇ ରିକ୍ୱେଷ୍ଟ କରିବି, ସେମାନେ ଅଯଥା ପଇସା ଖର୍ଚ୍ଚ ନ କରିକି ଯଦି ସେମାନେ ପ୍ରତି ପଞ୍ଚାୟତରେ ଲେବୁଲରେ କି ୟା ଫିର୍ ବ୍ଲକ ଲେବୁଲରେ ଗୋଟେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରିବେ, ସରକାର ବି ସାହାଯ୍ୟ କରୁଛନ୍ତି। ସେମାନେ କରିପାରିଲେ ଆମ ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କରେ ଯେତିକି ବ୍ଲଡ଼ ଯେତିକି କମ୍ ଅଛି ତାହା ପୂରଣ ହୋଇପାରିବ। ଏହି ଶିବିରରେ ଦେବଜ୍ୟୋତିଙ୍କର ସହଯୋଗୀମାନେ ଆସି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ରକ୍ତଦାନ କରିଥିଲେ। ଦେବଜ୍ୟୋତିଙ୍କର ପତ୍ନୀ ବନମାଳା ଦାସ ମହାପାତ୍ର ଓ 2 ଝିଅ ଏହି ଶିବିରରେ ଉପସ୍ଥିତ ଥିଲେ।